ନକିବକୁ ଚେତାବନୀ, 2 ଦିନରେ ଫେରାଉ ଟ୍ରଫି। ତେବେ ସୂଚନା ଅନୁସାରେ ନକିବକୁ ଖୋଲା ଚେତାବନୀ ଦେଲା ବିସିସିଆଇର ସାଧାରଣ ସମ୍ପାଦକ। 2 ଦିନ ଭିତରେ ଟ୍ରଫି ହାତେଇବାକୁ ନିର୍ଦ୍ଦେଶ ଦେଲେ। ଏସିଆ କପ୍ 2025ର ବିଜେତା ହୋଇ ମଧ୍ୟ ଏଯାଏଁ ଭାରତକୁ ଟ୍ରଫି ମିଳିନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା। ମାତ୍ର ଭାରତୀୟ ଖେଳାଳି ନକିବଙ୍କ ହାତରୁ ଟ୍ରଫି ନ ନେଇ ଅନ୍ୟ କାହାଠାରୁ ଟ୍ରଫି ନେବା ପାଇଁ ପ୍ରସ୍ତୁତ ଥିଲେ। ମାତ୍ର ନକିବ ଏ କଥାରେ ରାଗିଯାଇ ଟ୍ରଫି ନେଇ ମଇଦାନରୁ ଚାଲିଯାଇଥିଲେ। ଆଉ ସେହିଦିନଠାରୁ ଟ୍ରଫି ନେଇ ଅନେକ ବିବାଦ ଆରମ୍ଭ ହୋଇସାରିଛି। ତେବେ ଏହାରି ଭିତରେ ବିସିସିଆଇ ଆଶା କରିଛି କି ଆଉ 2 ଦିନ ଭିତରେ ଏହି ଟ୍ରଫି ଭାରତୀୟ ଖେଳାଳିଙ୍କୁ ହସ୍ତାନ୍ତର କରାଯିବ। ବିସିସିଆଇର ସାଧାରଣ ସମ୍ପାଦକ ଦେବଜିତ୍ ଶଇକିଆ ଏନେଇ କହିଛନ୍ତି କି ଏସିଆ କପ୍ ଟ୍ରଫି ଏଯାଏଁ ପ୍ରକୃତ ବିଜେତା ଦଳ ବା ଟିମ୍ ଇଣ୍ଡିଆ ନିକଟକୁ ପହଞ୍ଚି ନାହିଁ। ତେଣୁ ସେ ଏନେଇ ଖୋଲା ଚେତାବନୀ ଦେଇ କହିଛନ୍ତି କି ଭାରତକୁ 2 ଦିନ ଭିତରେ ଟ୍ରଫି ଦିଆଯାଉ। ନଚେତ୍ ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ସେ କହିଛନ୍ତି। ନଭେମ୍ବର 4 ତାରିଖରେ ଏକ ତ ବୈଠକ ହେବାକୁ ଥିବା ବେଳେ ଏହା ଆଗରୁ ଟ୍ରଫି ଦେବା ପାଇଁ ସେ କହିଛନ୍ତି।